ଆସିଲା ନୂଆ କରୋନା ଭ୍ୟାରିଏଣ୍ଟ ବିଶେଷଜ୍ଞଙ୍କ ସତର୍କ ବାଣୀ। ଏହିମାନେ ସତର୍କ ରୁହନ୍ତୁ ନଚେତ୍ ଚାଲିଯିବ ଜୀବନ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଏହା ଦେଖାଯାଉଥିଲା ଯେପରି ସବୁଠି କରୋନା ଭାଇରସ ମହାମାରୀ ଧୀରେ ଧୀରେ କମିଯାଉଛି। ଲୋକମାନେ ଭୟ ବିନା ବାହାରକୁ ବାହାରି ଆସୁଥିଲେ। ଲୋକମାନେ ମାସ୍କ ପିନ୍ଧିବା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ ଏବଂ ହସ୍ପିଟାଲଗୁଡ଼ିକରେ ପୂର୍ବ ପରି ଭିଡ଼ ନଥିଲା। କିନ୍ତୁ ଏବେ ଏକ ନୂତନ କୋଭିଡ୍ ପ୍ରକାରର ଖବର ପୁଣି ଥରେ ଲୋକଙ୍କୁ ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ରିପୋର୍ଟ ଅନୁଯାୟୀ ଏହି ନୂତନ ପ୍ରକାରର ସ୍ପାଇକ୍ ପ୍ରୋଟିନ୍ରେ ପ୍ରାୟ 70ରୁ 75 ମ୍ୟୁଟେସନ୍ ଅଛି। ଏହି ଅଂଶ ମାଧ୍ୟମରେ ଭାଇରସ୍ ଆମ ଶରୀରର କୋଷଗୁଡ଼ିକୁ ପ୍ରବେଶ କରେ। ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପ୍ରକାର କିଛି ପରିମାଣରେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ଆଘାତ ଦେଇପାରେ ଏବଂ ଏହାର ସ୍ପାଇକ୍ ପ୍ରୋଟିନ୍ ଭାଇରସକୁ ଆମ ଶରୀରରେ ପ୍ରବେଶ କରିବାରେ ସାହାଯ୍ୟ କରେ। ତେଣୁ ଆସନ୍ତୁ ବୁଝିବା ଯେ 75 ମ୍ୟୁଟେସନ୍ ସହିତ କରୋନା ଭାଇରସର ଏହି ନୂତନ ପ୍ରକାର କ'ଣ ଏବଂ ଆମକୁ ଏହାକୁ କେତେ ଭୟ କରିବା ଆବଶ୍ୟକ। 75ଟି ମ୍ୟୁଟେସନ୍ ସହିତ ଆସିଥିବା କରୋନାର ନୂତନ ପ୍ରକାର କ'ଣ ଅଟେ? ଏହି ନୂତନ କୋଭିଡ୍-19 ପ୍ରକାରଟି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ନଭେମ୍ବର 2024ରେ ଚିହ୍ନଟ ହୋଇଥିଲା। ଏଥିରେ ବହୁତ ସଂଖ୍ୟକ ମ୍ୟୁଟେସନ୍ ଅଛି ଯାହା ଏହାକୁ ପୂର୍ବ ପ୍ରକାରଗୁଡ଼ିକୁ ଯେପରିକି ଓମିକ୍ରନ୍ ଠାରୁ ଭିନ୍ନ କରିଥାଏ। ଏହା କିଛି ପରିମାଣରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଏଡ଼ାଇ ଦେଇପାରେ। ଏହାର ଅର୍ଥ ହେଉଛି ଯଦିଓ ଆପଣଙ୍କୁ ପୂର୍ବରୁ ଟିକା ଦିଆଯାଇଛି କିମ୍ବା ଆପଣଙ୍କୁ ପୂର୍ବରୁ କୋଭିଡ୍-19 ହୋଇଛି, ତଥାପି ଆପଣ ପୁଣି ସଂକ୍ରମିତ ହୋଇପାରନ୍ତି। ବର୍ତ୍ତମାନ ଭାଇରସ୍ ଟିକିଏ ପରିବର୍ତ୍ତନ ହୋଇଛି। ଶରୀର ଏହାକୁ ତୁରନ୍ତ ଚିହ୍ନିପାରିବ ନାହିଁ, ଯାହା ସଂକ୍ରମଣର ଆଶଙ୍କା ବଢ଼ାଇପାରେ। ଏହି ନୂତନ ପ୍ରକାରକୁ ଆମେ କେତେ ଭୟ କରିବା ଉଚିତ ଆସନ୍ତୁ ଜାଣିବା। ଗତ କିଛି ବର୍ଷ ମଧ୍ୟରେ ଅନେକ ଲୋକଙ୍କ ମଧ୍ୟରେ ହାଇବ୍ରିଡ୍ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୋଇଛି। ବିଶେଷଜ୍ଞଙ୍କ ମତରେ ଟିକା ଏବଂ ପୂର୍ବ ସଂକ୍ରମଣର ମିଳିତ ପ୍ରଭାବ କିଛି ସୁରକ୍ଷା ପ୍ରଦାନ କରେ। ଏହା ବ୍ୟତୀତ ଚିକିତ୍ସା ପଦ୍ଧତିଗୁଡ଼ିକ ବର୍ତ୍ତମାନ ପୂର୍ବ ଅପେକ୍ଷା ଭଲ। ଡାକ୍ତରଖାନାଗୁଡ଼ିକ ଅଧିକ ପ୍ରସ୍ତୁତ ଏବଂ ପରୀକ୍ଷା ଏବଂ ଔଷଧ ସହଜରେ ଉପଲବ୍ଧ। ତେଣୁ ଯଦି ମାମଲା ବୃଦ୍ଧି ପାଏ ତେବେ ପ୍ରଭାବ ପୂର୍ବ ପରି ଗୁରୁତର ହେବାର ସମ୍ଭାବନା କମ୍। ଅଧିକାଂଶ ଲୋକ ଜ୍ୱର, କାଶ, ଥକାପଣ, ଶରୀର ଯନ୍ତ୍ରଣା ଏବଂ ସାମାନ୍ୟ ଦୁର୍ବଳତା ସମେତ ମୃଦୁ କିମ୍ବା ମଧ୍ୟମ ଲକ୍ଷଣ ଅନୁଭବ କରନ୍ତି। ଅଧିକାଂଶ ଲୋକ ହସ୍ପିଟାଲରେ ଭର୍ତ୍ତି ନ ହୋଇ ଘରେ ବିଶ୍ରାମ ନେଇ ଏବଂ ମାନକ ଚିକିତ୍ସା ଗ୍ରହଣ ନ କରି ସୁସ୍ଥ ହୋଇପାରିବେ। ତେବେ କିଏ ଅଧିକ ସତର୍କ ରହିବା ଉଚିତ? ସମସ୍ତଙ୍କ ପାଇଁ ବିପଦ ସମାନ ନୁହେଁ। କିଛି ଲୋକଙ୍କୁ ଏବେ ବି ଅଧିକ ସତର୍କ ରହିବାକୁ ପଡ଼ିବ। ଏଥିରେ ବୟସ୍କ ବ୍ୟକ୍ତି, ପୂର୍ବରୁ କିଛି ରୋଗ ଥିବା ବ୍ୟକ୍ତି ଯେପରିକି ମଧୁମେହ କିମ୍ବା ହୃଦରୋଗ, ଗର୍ଭବତୀ ମହିଳା ଏବଂ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ଅଟନ୍ତି। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ସଂକ୍ରମଣ ଅଧିକ ଗୁରୁତର ହୋଇପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ କୋଭିଡ୍-19 ଏବେ ସ୍ଥାନୀୟ ହୋଇଗଲାଣି, ଅର୍ଥାତ୍ ଏହା ସମ୍ପୂର୍ଣ୍ଣ ଭାବରେ ଦୂର ହେବ ନାହିଁ କିନ୍ତୁ ଫୁଲ୍ ପରି ପୁନରାବୃତ୍ତି ହେବ। କେସ୍ କେତେବେଳେ ବଢ଼ିବ ଆଉ କେତେବେଳେ କମିବ? ଏହା ବ୍ୟତୀତ ଯଦି କେହି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ପରୀକ୍ଷା କରିବା ଦ୍ୱାରା ସଂକ୍ରମଣକୁ ଶୀଘ୍ର ଚିହ୍ନଟ କରିବାରେ ଏବଂ ଏହାକୁ ବ୍ୟାପିବାକୁ ରୋକିବାରେ ସାହାଯ୍ୟ କରେ। ଭିଡ଼ ସ୍ଥାନରେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।